ଷାଠିଏ ଦଶକରେ ମାତ୍ର 1 କୋଟି ଟଙ୍କାର ଆର୍ଥିକ କାରବାରରୁ ଯାତ୍ରା ଆରମ୍ଭ କରିଥିବା ଓଏମସି 2025-26 ଆର୍ଥିକ ବର୍ଷରେ 25,000 କୋଟି ଟଙ୍କାର କାରବାର କରିଛି। ଓଡ଼ିଶା ଖଣି ନିଗମର 71ତମ ପ୍ରତିଷ୍ଠା ଦିବସରେ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ ଜରିଆରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରି ଦେଶର ଏକ ଅଗ୍ରଣୀ ଖଣି ସଂସ୍ଥା ଭାବରେ ପ୍ରତିଷ୍ଠା ହାସଲ କରିଛି। ଏବେ ସମୟ ଆସିଛି ଓଡ଼ିଶା ଖଣି ନିଗମ ତାର କାର୍ଯ୍ୟ ପରିସରକୁ ଆହୁରି ବ୍ୟାପକ କରି ଦେଶର ଅନ୍ୟାନ୍ୟ ରାଜ୍ୟରେ ଖଣି ଭିତ୍ତିକ କାର୍ଯ୍ୟକଳାପ ଆରମ୍ଭ କରିବ। ଓଡ଼ିଶା ଖଣି ନିଗମ ପାଖରେ ପ୍ରଚୁର କଞ୍ଚାମାଲ ଉପଲବ୍ଧ ଅଛି। ଖଣି ଭିତ୍ତିକ କାର୍ଯ୍ୟକଳାପ ସହିତ ଶିଳ୍ପାୟନ ପ୍ରତି ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ବିଶ୍ୱ ବଜାରରେ ଲୁହାପଥର, ବକ୍ସାଇଡ୍, କ୍ରୋମାଇଡ୍ ଭଳି କଞ୍ଚାମାଲର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଦୀର୍ଘ 7 ଦଶନ୍ଧିରୁ ଅଧିକ ସମୟ ଧରି ଓଏମସି କେବଳ ଏକ ବ୍ୟବସାୟିକ ସଂସ୍ଥା ଭାବରେ ନୁହେଁ ବରଂ ଓଡ଼ିଶାର ଅର୍ଥନୈତିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି। ନିଗମ ତାର ଲାଭାଂଶର ଏକ ସିଂହଭାଗ ରାଜ୍ୟ ସରକାରକୁ ନିୟମିତ ଭାବରେ ପ୍ରଦାନ କରିଆସୁଛି। କେନ୍ଦୁଝର ଜିଲ୍ଲାର ବାଙ୍ଗୁରରେ କ୍ରୋମାଇଡ୍ ଖଣିରୁ ପ୍ଲାଟିନମ୍ ଗ୍ରୁପ ଏଲିମେଣ୍ଟ ଉତ୍ତୋଳନ କରିବାରେ ଓଏମସି ଏହାର ପାଇଲଟ ପ୍ଲାଣ୍ଟର ସଫଳ ପରୀକ୍ଷଣ କରିଛି। ଏହାଦ୍ୱାରା ଓଡ଼ିଶାରେ କ୍ଲିନ୍ ଏନର୍ଜି, ଇଲେକ୍ଟ୍ରୋନିକ୍ସ ଏବଂ ଆଧୁନିକ ମୋଟର ଗାଡ଼ି ନିର୍ମାଣ ପାଇଁ ମୌଳିକ ଧାତୁ ଯୋଗାଇ ଦେବାରେ ଓଏମସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। 2036 ସମୃଦ୍ଧ ଓଡ଼ିଶା ପରିକଳ୍ପନାକୁ ସାକାର କରିବାରେ ଓଏମସିର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁର କାଳିଆପାଣିଠାରେ ନବନିର୍ମିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍ ଏବଂ ଖଣି ଅଞ୍ଚଳବାସୀଙ୍କର 8ଟି ଅତ୍ୟାଧୁନିକ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସମନ୍ୱିତ ପରିଚାଳନା ଏବଂ ଅନୁଧ୍ୟାନ କେନ୍ଦ୍ର ଏବଂ ଓ ସ୍ୱାସ୍ଥ୍ୟ ନାମକ ଏକ ଡିଜିଟାଲ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏଥିସହିତ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଏବଂ ରିଜିଅନ୍କୁ ପୁରସ୍କୃତ କରିଥିଲେ। 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବାରେ ପ୍ରତି ବର୍ଷରେ ଇଏ ଆଜି ସକ୍ଷମ ହୋଇପାରିଛି ଓଡ଼ିଶା ଖଣି ନିଗମ ଆମ ଓଡ଼ିଶାର, ଏବଂ ଏହା ଦେଶର ମଧ୍ୟ କେବଳ ଓଡ଼ିଶାର ନୁହେଁ ଦେଶର ମଧ୍ୟ ଏକ ଅଗ୍ରଣୀ ଅନୁଷ୍ଠାନ ହିସାବରେ ଆମ ସାମ୍ନାରେ ଆଜି ଛିଡ଼ା ହୋଇଛି। ଏବଂ ଆଜି ଏ ଓଏମସି ଆଉ ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ କରିବା ପାଇଁ ମଧ୍ୟ ଯାଉଛି। ମୂଲ୍ୟବାନ ଖଣିଜ ସମ୍ପଦ ତାକୁ କିଭଳି ଭାବରେ ସେ ବ୍ୟବହାର କରିବ ସେଥିପାଇଁ ଓଏମସି ଓଡ଼ିଶା ଆଜି କେନ୍ଦୁଝର ଜିଲ୍ଲାର ବାଙ୍ଗୁର କ୍ରୋମାଇଡ୍ ଖଣିରୁ ପ୍ଲାଟିନମ୍ ଗ୍ରୁପ ଏଲିମେଣ୍ଟ ଉତ୍ତୋଳନ କରିବାରେ ଆଜି ଓଏମସି ଏକ ପାଇଲଟ ପ୍ଲାଣ୍ଟର ସଫଳ ପରୀକ୍ଷଣ ମଧ୍ୟ କରିପାରିଛି। ଏହାଦ୍ୱାରା କ୍ଲିନ୍ ଏନର୍ଜି ଯାହା ଆମେ କହୁଛୁ ଇଲେକ୍ଟ୍ରୋନିକ୍ସ ଓ ଆଧୁନିକ ମୋଟର ଗାଡ଼ି ନିର୍ମାଣ ପାଇଁ ଯେଉଁ ମୌଳିକ ଧାତୁ ଆବଶ୍ୟକତା ହୁଏ ତାକୁ ଯୋଗାଇ ଦେବାରେ ଆଗାମୀ ଦିନରେ ଓଏମସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଶ୍ଚିତ ଭାବରେ ନିର୍ବାହ କରିବା ପାଇଁ ଯାଉଛି। ଲୋକ ନିଯୁକ୍ତି ଦେବାରେ ଗୋଟେ ବଡ଼ ଭୂମିକା ନେବା ସହିତ ବିଶେଷ କରିକି ତାହାର ଯେଉଁ ସିଏସ୍ଆର୍ ଅଛି, ସିଏସ୍ଆର୍ ମାଧ୍ୟମରେ ବିଭିନ୍ନ ଖଣି ଅଞ୍ଚଳଗୁଡ଼ିକ ମାଧ୍ୟମରେ ତାର ଗୋଟେ ପରିସର ଭିତରେ ସେଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପିଇବା ପାଣି ଏବଂ ତାହା ସହିତ ଆପଣଙ୍କର ମହିଳା ସଶକ୍ତିକରଣ, କ୍ରୀଡ଼ା ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ମଧ୍ୟ ବହୁତ ବଡ଼ ଗୋଟେ ଅବଦାନ ସେ ରଖୁଛି, ଯେଉଁଥିପାଇଁ କି ଆଜି ସେ ଅଞ୍ଚଳରେ ବିକାଶକୁ ସ୍ୱତନ୍ତ୍ରତା ଦିଆଯାଉଛି।